ବାପା ଆଜ୍ଞା ଦେଖାଯାଉ ପ୍ରଭୁଙ୍କର ଜଗନ୍ନାଥଙ୍କର କଣ କହିବା ଅଛି, ବଢିବ କି କମିବ ତାହା ଇଚ୍ଛାରେ ଚାଲିବ। ତେଣୁ ବାପା ଏତିକି ବେଳେ ଉଭା ହେଇଗଲେ ସେ ହଉଛନ୍ତି କିଏ ନା ନିଜେ ସ୍ୱୟଂ ମା ଉପକୁ ବଢିବ କିଏ ସେ ସେଇ ଅନନ୍ତ ସ୍ୱରୂପ ନାରାୟଣ ଉଭା ହେଇଗଲେ ସରିଲା। ତେଣୁ ବସିଷ୍ଠଙ୍କ ପାଖକୁ ଗଲେ ରାମ ଆଉ ଲକ୍ଷ୍ମଣ। ଆଜ୍ଞା ଗୁରୁଜୀ ମୂର୍ତ୍ତି ନିର୍ମାଣ ସମାପ୍ତ ହେଇଗଲେ। ଆଜ୍ଞା ଏଥର ଯଜ୍ଞ କାର୍ଯ୍ୟ ଆରମ୍ଭ କରିବା। ଖାଲି ଟିକେ ଦିନ ବାରଟା ଟିକେ ନଷ୍ଟ ଟିକେ ଦିନ ବାର ପରେ ଠିକ କରିବେ। ଆଜ୍ଞା ଶୁଭ ସମୟ ହଁ ବାନ୍ଧିରେ ହେଲା। ଆଜ୍ଞା ଶୁଭ ସମୟ ବିଭକ୍ତ କରାଗଲା। କେମିତି ମାଘ ମାସ ଶୁକ୍ଳ ପକ୍ଷ
ହନୁମାନ ଯେତେବେଳେ ଆସି ଯଜ୍ଞରେ ପ୍ରବେଶ କରିବ ଦେଖିବ ମା ନାହିଁ ଏଠି ମା ସୀତା ନାହାନ୍ତି ସୀତାଙ୍କର ପ୍ରତିମା ନିର୍ମାଣ ହେଇ ଯଜ୍ଞରେ ପଡୁଛି ଆଜ୍ଞା ଇଏ ଯଜ୍ଞ ହେଇପାରିବ ନା ରେ ରୂପ ହରି ଅସୁର ସହରେ ଶ୍ରୀରାମ ଜୟ ରାମ ଜୟ ଜୟ କହିଲେ ସିଏ ଯେ ଯଜ୍ଞ ଆଉ କରେଇ ଦେବନି ନା ଯଜ୍ଞରେ ଆହୁତି ଯାଉଥିବା ବିପ୍ରତି ବ୍ରାହ୍ମଣ ମାନଙ୍କୁ ତାଙ୍କ ବେକ ମୋଡ଼ିକି ଏ ଯଜ୍ଞକୁ ଫୋପାଡ଼ିଲା ଆଉ ଏ ଯଜ୍ଞ ସ୍ଥଳୀକୁ ନେଇ ଇଏ ସରଜୁ ନଦୀରେ ନିକ୍ଷେପ କରିବ ସେ ଯଜ୍ଞ କରିଦେବନି ମୁଁ ତାକୁ ବାରଣ କରିଛି ତାକୁ ତୁ ଜଣେଇ କହିଲେ ପ୍ରଭୁ ତମ ଆଜ୍ଞା କହିଲା ମହିଆ ଗାଈ ଦ୍ୱାରା बहुत से भक्त हुई आताई करा बहुत से भक्त आया संसार की प्रभु वही भरोसा कोरी भरोसा प्रभु कोरी भरोसा हे प्रभु प्रभु दास आज्ञा तो आज्ञा करो केबे अवज्ञा हबो ना 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 ले जा पत्र ले जा बापा माने हनुमान लक्ष्मण पत्र बाहर सारी समस्त विप्र ब्राह्मण तपस्वी देवता आत्मीय सदा सब निमंत्रण करबा पाई लक्ष्मण बाहर गले समस्त राज्य निमंत्रण देई समस्त साध संगମାନଙ୍କୁ ନିମନ୍ତ୍ରଣ ଦେଇ ବ୍ରାହ୍ମଣମାନଙ୍କୁ ଆଚାର୍ଯ୍ୟମାନଙ୍କୁ ନିମନ୍ତ୍ରଣ ଦେଇ ଶେଷରେ ପହଞ୍ଚିଗଲେ ପ୍ରଭୁଙ୍କର ମୈତ୍ର ହେଲେ ସୁକିରିବ କିସ୍କିନ୍ଦାରେ ନିମନ୍ତ୍ରଣ ଦେଇ ଲକ୍ଷ୍ମଣ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲାବେଳେ बेश ଶୁଭ ସମୟ ନିର୍ଦ୍ଧାରିତ ହେଇছে ତାପରେ ସେଇ ଶୁଭ ସମୟରେ ସୁଗ୍ରୀବ ପାତ୍ର ମୂର୍ତ୍ତିକୁ ସାଙ୍ଗରେ ଧରି ରାଜ୍ୟରେ ବଦନାମ କରିବା ପାଇଁ ଅଯୋଧ୍ୟା ଅଭିମୁଖେ ଯାତ୍ରା କଲେ ଆଉ ସେଇ ସମୟରେ ଚିନ୍ତା କଲେ କଲେ ପ୍ରଭୁଙ୍କ ଦର୍ଶନ କରିବା ଯୋଗଦାନ କରିବା କିନ୍ତୁ ଏ ଯଜ୍ଞ ପଥରେ ପ୍ରଭୁଙ୍କ ନାମ ଟିକେ କୀର୍ତ୍ତନ କରିଗଲେ ଭଲ आओ ବଢିଆ ହବ ସମୟ ପଳେଇବ ପରେ आज्ञा ଗୋଟିଏ ପଦ हाँ ଭୈରବ ବାବା